ଆପଣ ଦେଖୁଛନ୍ତି 2000 ବର୍ଷର ପୁରୁଣା ଏ ଘରଟି ଅଛି। ଆଉ ଏଇ ଘର ଭିତରେ ଏମିତି କିଛି ଜିନିଷ ରଖାହେଇଛି ଯେଉଁଟାକି ଯୀଶୁଙ୍କ ସମୟର ଯେଉଁ ଜିନିଷ ଥିଲା ତା ସହିତ ରିଲେଟେଡ଼ ଅଟେ। ତେବେ ଆମେ ବର୍ତ୍ତମାନ ସେଇ ରାସ୍ତାରେ ଅଛୁ, ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ବହିକି ଏଇ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଯାଇକି ଶେଷରେ କେଉଁଠି ପହଞ୍ଚିଥିଲେ? ଗଲଗଥା ନାମକ ସ୍ଥାନରେ ପହଞ୍ଚିଥିଲେ, ଯାହାକୁ କପାଳ ସ୍ଥଳ ବୋଲି କହନ୍ତି। ଏଭ୍ରି ଭାଷାରେ ତା ନାଁ ହେଉଛି ଗଲଗଥା। ଗଲଗଥା କୌଣସି ଓଡ଼ିଆ ଭାଷା ନୁହେଁ, କି ହିନ୍ଦୀ ଭାଷା ନୁହେଁ, କି କୌଣସି ଇଂଲିଶ ଭାଷା ନୁହେଁ। ଗଲଗଥା ହେଉଛି ଏକ ହିବ୍ରୁ ଭାଷା। ଥାର୍ଡ଼ ଷ୍ଟେସନ୍। ଯୀଶୁ ଫାର୍ଷ୍ଟ ଟାଇମ୍, ଯୀଶୁ ପ୍ରଥମ ଥର ପାଇଁ ଏଠି ପଡ଼ିଥିଲେ। ଯୀଶୁ ଯେତେବେଳେ କ୍ରୁଶ ବହନ କରିଥିଲେ 3 ଥର ତଳେ ପଡ଼ିଥିଲେ, ଯେଉଁଟାକି ବାଇବଲ ଲେଖା ନାହିଁ, କିନ୍ତୁ ବାଇବଲ ବିଦ୍ୱାନ